जी अलिया आसो केते अलिया आसो केते अलिया ଯିବ ଦଳ ଯେମିତି ରହିଛି ମଜବୁତ ସେଇଭଳି ରହିବ। ବିଜେଡିର ସ୍ଥିତି ବହୁତ ମଜବୁତ ଅଛି। ଭବିଷ୍ୟତରେ ପଞ୍ଚାୟତ ରାଜ ଇଲେକ୍ସନରେ ଆମେ ବିଜେଡି ବହୁତ ସିଟ୍ ଆମେ ଦଖଲ କରିବୁ। ବହୁତ ପଞ୍ଚାୟତ ସମିତି ବହୁତ ଜିଲ୍ଲା ପରିଷଦ ଆମେ ଦଖଲ କରିବୁ। ହଁ ଯୋଉମାନେ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ସଭାପତି ମହୋଦୟ ଯାହା ରିପୋର୍ଟ ନେଇଛନ୍ତି ବିଭିନ୍ନ ଆଡୁ ରିପୋର୍ଟ ନେଇକି ସଭାପତି ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି। ସଭାପତି କେବେ କେତେବେଳେ କୌଣସି ବିନା ରିପୋର୍ଟରେ କିଛି କରନ୍ତି ନାହିଁ। ତେଣୁ ସେ ରିପୋର୍ଟ ପାଇଛନ୍ତି ଦଳ ବିରୋଧୀ କାମ ଯିଏ କରୁଛନ୍ତି ସେ ତାଙ୍କ ଉପରେ ଆକ୍ସନ ନେଇଛନ୍ତି। ଏଟା ଭୁଲ କଥା କିଛି ହେଇନି ତ। ହଁ ଆଗକୁ ଯୋଉମାନେ ଦଳ ବିରୋଧୀ କାମ କରିବେ ସଭାପତି ଯାହା ନିଷ୍ପତ୍ତି ନେବେ ସମସ୍ତେ ମାନିବେ। ତାଙ୍କୁ କଣ ସହଯୋଗ ମିଳିଥାନ୍ତା? ତାଙ୍କୁ ଦଳ କରିଥିଲା ଜିଲ୍ଲା ପରିଷଦ ମେମ୍ବର ଦଳ କରିଥିଲା ଜିଲ୍ଲା ପରିଷଦ ଭାଇସ ପ୍ରେସିଡେଣ୍ଟ ଦଳ କରିଥିଲା ସେ ତାଙ୍କ ମନକୁ ହେଇନଥିଲେ। ସେ ଯାଉନାହାନ୍ତି ଅନ୍ୟ କୋଉ ଦଳକୁ ଯଦି କିଛି କଣ ହେଇଯିବେ ଦେଖିବା କଣ ହେଇଯିବେ ଆଉ। ସିଏ କାହା କଥା ସେ ଆଉ ଯେତେବେଳେ ଦଳରୁ ଗଲା କାହା କଥା କୁହନ୍ତି କି ମିଛ କଥା ଗୋଟେ କହିବେ ମିଛ କଥା ଇଆଡୁ ସିଆଡୁ କଥା କହିବେ ସେ କଥା କିଏ ଶୁଣୁଛି? ଦଳ ବିରୋଧୀ କାମ କଲେ ଯୋଉ ଦଳରୁ ସେମାନେ ପଦପଦବୀ ପାଇଲେ ଯୋଉ ଦଳରୁ ସମ୍ମାନ ପାଇଲେ ସେ ଦଳକୁ ସେମାନେ ଚକ୍ରାନ୍ତ କଲେ ବିଭିନ୍ନ ପ୍ରକାର ଚକ୍ରାନ୍ତ ଦଳ ବିରୋଧରେ କଲେ। ତେଣୁ ଦଳ ପ୍ରତି ତାଙ୍କର ସଭାପତି ଯାହା ନିଷ୍ପତ୍ତି ନେଲେ ତାକୁ ଆମେ ସ୍ୱାଗତ କରୁଛୁ। ସିଏ କଣ କହିବେ ସିଏ କଣ କହିଲେ ସିଏ କଣ ଏକୁଟିଆ ବିଜେଡି? ବିଜେଡି ସାଧାରଣ ଲୋକଙ୍କ ମନ ଭିତରେ ନବୀନ ପଟ୍ଟନାୟକ ଅଛନ୍ତି। ସାଧାରଣ ଲୋକ ବିଜେଡି କି ଭଲ ପାଉଛନ୍ତି। ଆଉ ସିଏ କଣ ଏକୁଟିଆ କହୁଛନ୍ତି? ସିଏ କହିଦେଲେ ବିଜେଡି ସେ କାହା ଭୋଟରେ ଜିତିଥିଲେ? କୋଉ ଲୋକର ଦସ୍ତଖତରେ ଟିକେଟ ନେଇକି ସେ ଦେଇଥିଲେ ଜିଲ୍ଲା ପରିଷଦ ଭାଇସ ପ୍ରେସିଡେଣ୍ଟ ହେଇଥିଲେ ନବୀନ ପଟ୍ଟନାୟକଙ୍କ ଟିକେଟରେ ସେ ହେଇଥିଲେ। ସେ ଯାଉନାହାନ୍ତି ଆଉ କାହା ଟିକେଟରେ କଣ ହେଇଯିବେ ଜିଲ୍ଲା ପରିଷଦ ଭାଇସ ପ୍ରେସିଡେଣ୍ଟ ଆଉ ଥରେ ହେଇକି ଦେଖାନ୍ତୁ।